ଶୀତୁଆ ରାତିରେ ଚାଲିଛି ଚୋରମାନଙ୍କ ରାଜ। ଗତକାଲି ବିଳମ୍ବିତ ରାତିରେ ଏକ ପରିବାରରୁ ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ହେଇଛି। ସିଧାସଳଖ ଆମେ ତାଙ୍କର ପ୍ରତିକ୍ରିୟା ନେବା। କ'ଣ କ'ଣ ଚୋରି ହେଇଛି? କାଲି ଆମ ମାଆଙ୍କର ଦଶା କାର୍ଯ୍ୟ ଥିଲା। ସମସ୍ତେ ବନ୍ଧୁବାନ୍ଧବ ଆସିଥିଲେ। ରାତିର କାମପତ୍ର ଥିଲା। 12ଟା ଅଧେ ଶୋଇଲା ବେଳକୁ 12ଟା ଅଧେ ହେଇଗଲା। ହେଲା ବେଳକୁ ସବୁ ଆମର ବନ୍ଧୁବାନ୍ଧବ ଯେତିକି ଉପର ଘରେ ଶୋଇଲୁ, ଆମେ ତଳେ ଶୋଇଲୁ। ଶୋଇଲା ପରେ ବାରି ଲୁହା କବାଟ ଦୁଇଟା ଲାଗିଥିଲା, କାଠ କବାଟ ଗୋଟେ ଥିଲା। ସେପଟେ ଭାଙ୍ଗିକିରି ଘରକୁ ଆସିକିରି ଦୋକାନ କ୍ୟାସ୍ କାଉଣ୍ଟରରୁ କ୍ୟାସ୍ ନେଇଛନ୍ତି। ଆମେ ଜାଣିନୁ, ଗଣିତ କରିନୁ। ରାତିର କାଲି ବିକାବିକି ହେଇଛି, ରଖା ହେଇଥିଲା। ଘରକୁ ଆସିକିରି ସ୍ତ୍ରୀର ସୁନା ଚେନ୍ ଗୋଟେ, ଲକେଟ୍ 3ଟା ଝିକି ତାଙ୍କୁ ଧରିକି ପଳେଇଲେ। ଗଲା ପରେ ତାଙ୍କ ନିଦ ଭାଙ୍ଗିଲା। ନିଦ ଭାଙ୍ଗିଲା ପରେ ଉଠିଲା ବେଳୁ ତାଙ୍କେ ବାରିପଟେ ପଳେଇଲେ। ଆମେ ଆଉ ଯାଇପାରୁନୁ, ଭୟଭୀତ ହେଇ ରହିଗଲୁ। ଆଉ ଆମକୁ ବହୁତ ଭୟ ଲାଗୁଛି। ଆମେ ରହିବାକୁ ବହୁତ ହଁ ଦେଇଥିଲୁ। ପୋଲିସ ଆସି ତଦନ୍ତ କରିକି ଗଲେ। ଆଉ 2-3 ଦିନ ପରେ ଆସିଲା ପରେ କ'ଣ ବିଚାର କରିବା କହିଲେ। ନିଶ୍ଚିତ ଭାବରେ ଯାହାର ଚୋରି ହେଇଛି ତାଙ୍କର ମଧ୍ୟ ଆମେ ପ୍ରତିକ୍ରିୟା ନେବା। ସେ କ'ଣ କହୁଛନ୍ତି এই ଘଟଣାକୁ ନେଇକିରି? ରାତ୍ର ଶୋଇଥିଲୁ, ସେ ଆସିକି ଯେଉଁ ଚେଇନ୍ ଝିକିଲେ ଆସି ମୁଁ ଜାଣିପାରୁଛି, କିଛି ମୁଁ କହିପାରୁନି କି ଦେଖିପାରୁନି। ସେ ଗଲା ପରେ ମୋ ନିଦ ଭାଗିଲା। ଦେଖିଲା ଆସି ମୋ ବେକରେ ଚେଇନ୍ ନାହିଁ କି କବାଟ ଖୋଲା ଅଛି। ସେ କବାଟ ଭାଙ୍ଗିରି ଯାଇଛି। ସେ ଗଲା ପରେ ମୋ ନିଦ ଭାଙ୍ଗିଲା। ଆସି ଦେଖିଲା ଆସି କିଏ ନାହିଁ। ମୁଁ ବାରିକି ଡରିକି ଯାଇପାରିଲିନି। ଏବେ ବି ମୋତେ ଭୟଭୀତ ଲାଗୁଛି। କ'ଣ କ'ଣ ସବୁ ନେଇଛନ୍ତି? ଚେଇନ୍ ଗୋଟେ, 3ଟା ଲକେଟ୍, କେତେ ଆଉ ସୁନା ହେବ? 3 ତୁଳା ସୁନା। ଟଙ୍କା କ'ଣ ନେଇଛନ୍ତି? ଟଙ୍କା ବୋଲେ ଏମିତି ପେଢ଼ି ସେ ବାହାର କରି ଇଏ କଲେ, ପେଢ଼ିରୁ କେତେ ନେଇଥିବେ। ମୋର ଆଉ ସେତେ ଆଡ଼େ ଆଲୋଚନା ନା। ମାଆର ଦଶା କାର୍ଯ୍ୟ କାଲି ଗଲା। ଆଜି ବି ଘିଅରେ ମୋର ଇଏ ଥିଲା। ନିଶ୍ଚିତ ଭାବରେ ଆପଣ ଶୁଣିପାରୁଥିଲେ, ସେ ନିଜର ପ୍ରତିକ୍ରିୟା ରଖୁଥିଲେ। ତେବେ ଏହି ଘଟଣାରେ ପାଟପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦେଖିବାକୁ ବାକି ରହିଲା ଚୋର ପାଖରେ ପୋଲିସ କେବେ ପହଞ୍ଚୁଛି। ସାନଖେମୁଣ୍ଡିରୁ ବିଦେଶୀ ଦରାଙ୍କ ରିପୋର୍ଟ, ପ୍ରଭାତ ନ୍ୟୁଜ୍ ଓଡ଼ିଆ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।